ଛାପରେ ହଜିଗଲାଣି ହଳ ବଳଦ। କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ଦୁନିଆକୁ ସିଏ ପୁରା ଯୋଗାଉଛି ଆହାର। ମାତ୍ର ବାସ୍ତବରେ ସେହି ଚିତ୍ରଟି ଭିନ୍ନ। ରାସ୍ତାରେ ଆମେ ଯାଉଥିବା ବେଳେ ଅଟକିବା ପାଇଁ ବାଧ୍ୟ ହେଲୁ। ଖରା ସମୟରେ ମଉସା ଜଣକ ଚାଷ କରୁଛନ୍ତି, ସେ ଦୃଶ୍ୟ ମୁଁ ଆପଣଙ୍କୁ ଦେଖେଇବି। ଏ ହଳ ବଳଦ ଅଟକିଛି, ମଉସା ଚାଷ କରୁଛନ୍ତି। ବର୍ତ୍ତମାନ ସମୟରେ ପିଲାମାନେ ଚାଷ ପ୍ରତି ଆଗ୍ରହ କରିନଥିବା ବେଳେ ମଉସା ଚାଷ କରୁଛନ୍ତି। କ'ଣ କହିବେ ମଉସା, କେତେବେଳେ ଆସିଲେଣି? ମୁଁ 5ଟା ବେଳକୁ ଆସିଲି। ଆଉ 5ଟା ବେଳକୁ ଆସିଲି। 5ଟା ବେଳକୁ ଏବେ ଫିଟିବି। ଆଉ ଚାଲିବାଟା କଷ୍ଟ ନାହିଁ ଆଉ ଗୁରୁ ପଛରେ ବୁଲିବାଟା କଷ୍ଟ ଏକା। ହଳ ପଛରେ ବୁଲିବାଟା ଖାଲ ଢପରେ ଗୋଡ଼ ପଡ଼ୁଛି ଏକା ହାଲିଆ ଏକା। ବୟସ କେତେ ହେଲାଣି? ବୟସ 63 ନା 64 ହେଇଗଲା। 63 ବୟସରେ ମଧ୍ୟ ଚାଷ କରୁଛନ୍ତି। ପିଲାମାନେ ଇଚ୍ଛା କରୁନାହାନ୍ତି କାହିଁକି? ପିଲାମାନେ ଇଚ୍ଛା କରନ୍ତି କାହିଁକି? ତମଲା ଇଚ୍ଛା କରନ୍ତି ବୋଲେ କିଏ ପଳଉଛି ଦେଶକୁ, କିଏ ଜଣେ ଗାଡ଼ିରେ ବୁଲୁଛି। ମୋତେ ବୋଲୁଥିଲା ଗାଡ଼ି ନହେଲେ ତୁଇ ଗାଡ଼ି ବୁଲା, ମୁଁ ହଳ ଧରିବି। ମୋତେ ସିଏ କହୁଛି ପିଲା ପୁଅ ଜାଣିଲ କି, ତୁଇ ଗାଡ଼ି ବୁଲା ମୁଁ ହଳ ଧରିବି ବୋଲି ବଳୁଛି। କିଛି ବୋଲି କହିବୁ ତାଙ୍କୁ। ବର୍ତ୍ତମାନ ଯଦି କହିବା ଯନ୍ତ୍ରପାତି ହେଲା, ତଥାପି ଆପଣ ହଳ ରଖି? ହଳ ରଖିଛି। ଯନ୍ତ୍ରପାତି ହେଲା ସିନା ଆମେ ହଳ ଭାଙ୍ଗିନି ବାବୁ, ହଳଟା ରଖିଛି ଆଜ୍ଞା। ଆପଣ ଯେତେବେଳେ ଆମ ବୟସର ଯୁବ ବୟସରେ ଥିଲେ ସେତେବେଳେ ଗାଁରେ କେତେ ହଳ? ସେତେବେଳକୁ ଥିଲା 15-20 ହଳ ଖଣ୍ଡେ ଥିଲା। ସେତେବେଳକୁ 20-25 ହଳ ଥିଲା। ଗାଈ ଗୋରୁ ମଧ୍ୟ 20-30 ହଳ ଥିଲା। ଜାଣିଲ କି, ଏମିତିକି ଗୋଟେ ମନ୍ଦା ଗୋଟେ ବଡ଼ ମନ୍ଦା ଥିଲା। ଆଉ ଏବେ ଆଉ କିଛି ନାହିଁ। ଯାରବାଡ଼ ସେ ବିକିଲେ। ଆଉ ବିକିଲେ ବୋଲେ ଚରିବାକୁ ଲୋକ ବାହାରୁନାହାନ୍ତି। ଏଇ ଘଡ଼ଘଡ଼ି ଯେଉଁ ପ୍ରକାର ମାରୁଛି, ଲୋକ ଆଜିକାଲି ଡରିଲେ। ଏଇ ପବନ ବର୍ଷାକୁ ଡରିଲେ। ମୁଇଁ ବୋଲେ ତମ ମରିଲା ପରେ ମେଡ଼ିକ ଅଛି, ମନେ ମରିଯିବି ସିନା ବୋଲିକି ମେଡ଼ିକି ଆସି ବାବୁ। ଜାଣିଲ କି, ସେଇ ଘଡ଼ଘଡ଼ି ମାରୁ ଚଢ଼ ମାରୁ ମନେ ବଡ଼ରେ ମନେ ମରିଯିବି ସିନା ବୁଲୁଛି ଆଜ୍ଞା। ତମକୁ ରୋଲ ଆମେ ହଳ ରଖିଲେ କ'ଣ କ'ଣ ଆମର ଲାଭ ହେଉଛି? ଆଉ ହଳ ରଖିଲେ ଚାଷ ହେଉଛି, ବିଲକୁ ସେ ଖତ ହେଉଛି, ବିଲକୁ ଧାନ ସମୟ ମଳିବାକୁ ହେଉଛି ବଳଦରେ। ଜାଣିଲ କି, ମେସିନ୍ରେ ଆଉ ବାବୁ ପଇସା ଯାକ ମେସିନ୍ରେ ସୁବିଧା ଏକା। ଆଉ ଯାହାର ପାଖରେ ପଇସା ପତ୍ର ନାହିଁ, ଆଉ ସେ ଆଣିବ କୁଆଡ଼ୁ, 400-500 ଦେବ କୁଆଡ଼ୁ। ଠିକ୍ ସେ ଲୋକ ବଳଦରେ ମଳୁଛନ୍ତି। ବଳଦରେ କମ୍ ଖର୍ଚ୍ଚ, କିଛି ଖର୍ଚ୍ଚ ନାହିଁ ଏକା। ଜାଣିଲ କି, ଆମର ବୁଲିବାଟା ଏକା ଖର୍ଚ୍ଚ। ତମେ ନିଜେ ନିଜେ ବୁଲିବାଟା ଏକା ସିନା, ନହେଲେ ଖର୍ଚ୍ଚ କଲା କିଛି ନାହିଁ। ଭଲ। ଅନ୍ୟମାନଙ୍କୁ କ'ଣ କହିବେ ଯେଉଁମାନେ ହଳ ବଳଦ ଛାଡ଼ି ଦେଉଛନ୍ତି, କ'ଣ କହିବେ? ଆଉ ତାଙ୍କ କିଛି କହିବା ଆଉ କିଛି ନାହିଁ। ରଖିଲେ ଭଲ। ରଖିଥିଲେ ଭଲ ଏକା। ଯିଏ ବିକୁନା ବୋଲୁଛନ୍ତି, ଥାଉ ରଖିଥା, ଗୋଟେ ହଳ ବଞ୍ଚିକି ରଖିଥା ବୋଲୁଛନ୍ତି ସିନା। ନହେଲେ ମୁଇଁ ପିସା ଲାଗି ବିକିନି, ନହେଲେ ବିକି ଦେଇଥାଇತಿ। କେତେ ଜମି ତମେ ଭାଗ ଚାଷ କରୁଛ? କ'ଣ ଭାଗ ଚାଷ 4 ଏକରା। କେତେ ଖୁସି ଖର୍ଚ୍ଚ ହେଉଛି ବାବୁ? 3-4 ଏକରା ହବ ବାବୁ। ଧାନ କେତେ ଟଙ୍କା? ଧାନ ନାଇଁ, ଆମର ଖାଇବା ଏକା ହେଉଛି। ନାଇଁ ବିକୁନୁ। କେତେ ପରିବାର ରହୁଛ ଘରେ? ଗୋଟେ 5 ଲୋକ, ଆମେ ଦିଲୁ 7 ଲୋକ, ଆଉ ଗୋଟେ ତାଙ୍କେ ଆସିକି 10 ଲୋକ, 10-12 ଲୋକ ହେଉଛି ଖାଇବା ପାଇଁ। ଯଦି ସରକାର କହିବେ ଆଉ ଗାଈ ବଳଦ ରଖିବା ପାଇଁ ପଇସା ଦେବେ କିଣିବା ପାଇଁ, ଆହୁରି କିଣିବ କି? ବଳଦ ଦେଲେ କିଣିବା ଏକା। ବଳଦ ଦେଲେ କିଣିବା ଏକା। ଇଚ୍ଛା ଅଛି, ଆଗ୍ରହ ଅଛି? ନାଇଁ, ତମ ବୋଲା ଇଚ୍ଛା ଅଛି। ଯାହା ଆମେ ଆଲୋଚନା କରୁଥିଲେ, ବର୍ତ୍ତମାନ ସେ ଗୋଟିଏ ହଳ ରଖିଛନ୍ତି। ଯେତେବେଳେ ସେ ପୂର୍ବରୁ ଯଦି କହିବା ଗ୍ରାମରେ ବହୁ ଯଦି କହିବା 20-30 ହଳ ବଳଦ ଗାଈ ସବୁ ରହିଥିଲା। ବର୍ତ୍ତମାନ ଆଧୁନିକତାରେ ଏବଂ ଯୁବପିଢ଼ି ଯଦି କହିବା ଆଗ୍ରହ କରୁନାହାନ୍ତି ଚାଷ ପାଇଁ, କେବଳ ଯନ୍ତ୍ରପାତିରେ ଚାଷ କରିବା ପାଇଁ ଆଗ୍ରହ କରିଛନ୍ତି। ମାତ୍ର ମଉସା ପୂର୍ବରୁ ଯେଭଳି ଚାଷ କରୁଥିଲେ ବର୍ତ୍ତମାନ ମଧ୍ୟ ସେଭଳି ଚାଷ କରୁଛନ୍ତି। ସେମାନେ ତାଙ୍କର ମଧ୍ୟ ଲକ୍ଷ୍ୟ ରହିଛି ଯଦି ତାଙ୍କୁ ଅର୍ଥବଳ କିଛି ମିଳେ, କାରଣ ତାଙ୍କେ ଯେହେତୁ ବଳଦ ରଖିଛନ୍ତି ଅଳ୍ପ ଟଙ୍କାରେ ଚାଷବାସ ହେଇଯାଉଛି। ବର୍ତ୍ତମାନ ସମୟରେ ଯେଉଁ ପ୍ରକାର ପେଟ୍ରୋଲ ରେଟ୍ ବଢ଼ିଲାଣି, ଯନ୍ତ୍ରପାତିର ରେଟ୍ ବଢ଼ିଲାଣି, ସେ କିଣିବା ପାଇଁ ଅକ୍ଷମ ଅଛନ୍ତି। ତାଙ୍କୁ ଯଦି ସରକାରଙ୍କ ପକ୍ଷରୁ ଆଉ ହଳ ବଳଦ କିଣିବା ପାଇଁ କିଛି ଅର୍ଥ ସାହାଯ୍ୟ କରାଯାଏ, ସେ ଆଉ ହଳେ 2 ହଳ ବଳଦ କିଣିବେ ଏବଂ ଅଧିକ ଚାଷ କରିବା ପାଇଁ ଇଚ୍ଛା ଅଛନ୍ତି। ବୟସ ଯଦି କହିବା 63 ପାର ହେଲେ ମଧ୍ୟ ଆଜି ମଧ୍ୟ ଭରି ରହିଛି, ତାଙ୍କ ଦେହରେ ଜୋଶ ଭରି ରହିଛି। ଯୁବକ ପରି ସେ ଚାଷ କରୁଛନ୍ତି। ଗଜପତିରୁ ହେମନ୍ତ ପ୍ରଧାନ, ଖବର ଓଡ଼ିଶା।